नमस्कार। नमस्कार। ମୁଁ ରଞ୍ଜିତ। ମୁଁ ଜ୍ୟୋତ୍ସ୍ନା। ଆମର ଫ୍ୟାମିଲି ମୋଟିଭେଟ୍ ଚ୍ୟାନେଲକୁ ସ୍ୱାଗତ କରୁଛୁ। ଆଜି ଆଉ ଏକ ବ୍ଲଗରକୁ ଆମେ କିଛି ଶିକ୍ଷା ଦେବୁ। ନାଁ ହେଉଛି ଯୋଉ ମୁନି ସୌମ୍ୟା ବ୍ଲଗର ଅଛନ୍ତି। ସେଇମାନଙ୍କୁ କହିବୁ। ସେ କ'ଣ କରୁଛନ୍ତି ନା ଆମ ଓଡ଼ିଶାର ଠାକୁରଙ୍କ ସହିତ ଖେଳ ଖେଳୁଛନ୍ତି। ନିଜର କେଇଟା ଭିଉ ପାଇଁ ସେ ଠାକୁର ବନି ଯାଉଛନ୍ତି। ପୁଣି ସେ ସେ କେଉଁଠା ଠାକୁରଙ୍କୁ ନାଚ ବାଲି ବନେଇ ଦଉଛନ୍ତି। ସେ ପୁଣି କେଉଁ ଠାକୁର ନା ମଙ୍ଗଳା ଠାକୁର। ଠାକୁରକୁ ଦର୍ଶନ କରି ଯାଉ ଯାଉ କ'ଣ ସତରେ ଜଣେ କାଳିଶୀର ଅବତାର ହେଇପାରିବ? ଠାକୁର କ'ଣ ସତରେ ୟାଙ୍କ ଦେହରେ ଆସିପାରିବେ? ଇଏ କ'ଣ ଏତେ ବଡ଼ ଭକ୍ତ? ଏଇଟା କ'ଣ ସମ୍ଭବ ଲାଗୁଛି? ଏମାନେ କ'ଣ କରୁଛନ୍ତି ନା ଚୁତିଆ ବନଉଛନ୍ତି। ଯେତେବେଳେ ଆମେ କ'ଣ କରିଥାଉ, ଠାକୁରକୁ ତ ମୋର ବି ବିଶ୍ୱାସ ଅଛି, ଆମ ଫ୍ୟାମିଲିରେ ସମସ୍ତଙ୍କର ବିଶ୍ୱାସ ଅଛି ଠାକୁର ସତରେ ଦୁନିଆରେ ଅଛନ୍ତି, ଭଗବାନ ବି ସତରେ ଦୁନିଆରେ ଅଛନ୍ତି। କିନ୍ତୁ ସେମାନେ ଯେଉଁ ହାରରେ ନିଜକୁ ବନଉଛନ୍ତି, ଚୁତିଆ ବନଉଛନ୍ତି, ଲୋକଙ୍କୁ ଠକୁଛନ୍ତି ନିଜ ବ୍ଲଗ୍ ପାଇଁ ଆଉ ଅନ୍ୟର ପ୍ରମୋସନ୍ କରିବା ପାଇଁ କହୁଛନ୍ତି, ସେଇଟା ତ ଆଜ୍ଞା ମିଛ କଥା। ତାଙ୍କ ଭିଡ଼ିଓ ଯେଉଁ ଦେଖିଛୁ, ସୌମ୍ୟା ମୁନି ନୁହନ୍ତି, ସେ ଅନ୍ୟ ଜଣେ ତାଙ୍କ ଘରକୁ ଆସିକି ଯିଏ ପ୍ରମୋସନ୍ କରିଛନ୍ତି ତାଙ୍କ ଚ୍ୟାନେଲକୁ, ସେ କହିଛନ୍ତି ନାଚିବୁନୁ ନାଚିବୁନୁ। ତା'ମାନେ କ'ଣ ସ୍ୱାମୀର କଥାରେ ସ୍ତ୍ରୀ ନାଚିବ ନାହିଁ? କ'ଣ ତାଙ୍କ ସ୍ୱାମୀ ଏତେ ବଳୁଆ, ଏତେ ପାୱାରଫୁଲ୍, ଏତେ ଶକ୍ତିଶାଳୀ ଯେ ଠାକୁର ତାଙ୍କଠି ଲାଗିନି ଏ ଯାହା କହିବେ ସେୟା କରିପାରିବେ କି? ସମ୍ଭବ ନୁହଁ। ସେଠି ମୁନି କ'ଣ କରିଛନ୍ତି, ଠାକୁରଙ୍କୁ ଯାଇକି ଦେଖା କରିକି ଆସିଛନ୍ତି। ଠାକୁରଙ୍କ କତିରେ ପଢ଼ି ସାରିକି ସେଠି ସେ କ'ଣ ଅବତାରିଛନ୍ତି ନା ମା ମଙ୍ଗଳା ହେଇଯାଇଛନ୍ତି। ଖାଲି ମଙ୍ଗଳା ହେଇନାହାନ୍ତି, ସେ ହୁକୁମ ବି ଦେଇଛନ୍ତି ଲୋକମାନଙ୍କୁ ଯେ ତୋର ଏଇଆ କନେ ଭଲ ହେଇଯିବ, ସେଇଆ କନେ ଭଲ ହେଇଯିବ। ଆଲୋ ମା ମୁନି, ତମେ ଯଦି ସେମିତି କରୁଥିଲ ସତରେ, ତମର ଯେତେବେଳେ ପ୍ରେଗନେଣ୍ଟ ଥିଲ ତମେ ତ ମଙ୍ଗଳା ନିଜେ, ତମେ ଯାଉଥିଲ କାହିଁକି ଅଲ୍ଟ୍ରାସାଉଣ୍ଡ କରିବା ପାଇଁ? ନିଜର ପ୍ରସବ ସମୟରେ ମେଡ଼ିକାଲ କାହିଁକି ଯାଉଥିଲ? ତମ ପରିବାରରେ ଯେତେବେଳେ କୌଣସି ସୁବିଧା ଅସୁବିଧା ହୁଏ, ତଥା ସେ ଜ୍ୱର ହଉ, କାଶ ହଉ କି କୌଣସି ଶାରୀରିକ ଦେହ ଖରାପ ହୁଏ, ସେତେବେଳେ ତ ନିଜ ମୁନି ହେଉଛନ୍ତି ଡକ୍ଟର। ମା ମଙ୍ଗଳା ଭଲ କରିଦିଅନ୍ତ। ମେଡ଼ିକାଲ କାହିଁକି ଯାଅ? ଆଉ ସେଗୁଡ଼ା ବ୍ଲକରେ କାହିଁକି କର? ଏଠି ଆଜ୍ଞା କଥା କିଛି ନୁହଁ। ଏଠି ଖାଲି ଗୋଟିଏ କଥା ରହିଛି ନା ପଇସାର କଥା। ପଇସାର ଖେଳ, ଦୁଇ ପଇସା ରୋଜଗାର କରିବା। ଭିଉଟି ସତ ମିଛ କରି ବଢ଼େଇ ଚାଲିବା, ତାପରେ ଦୁଇ ପଇସା ରୋଜଗାର କରିବା, ଲୋକମାନଙ୍କୁ ବୋକା ବନେଇବା। ଏଇଟା କ'ଣ ଠିକ୍ କଲ? ତମମାନେ କ'ଣ କରୁଛ ନା ଆମ ଓଡ଼ିଶାବାସୀଙ୍କୁ ବୋକା ବନେଇ ଚାଲିଛ। ତମେ ତ ଭଲ ଡ୍ୟାନ୍ସର, ଡ୍ୟାନ୍ସ ଭଲ କରିପାରୁଛ, ବ୍ଲଗ୍ ଭଲ କରିପାରୁଛ। ଆରେ ଭଲ ଦେଖନ୍ତୁ, ଆମ କହିବା କଥା ଆପଣ ଭିଡ଼ିଓ ବନାନ୍ତୁ, ଆପଣ ନିଜର ଲାଇଫ୍ ଷ୍ଟାଇଲ୍ ଦେଖାନ୍ତୁ, ଆପଣଙ୍କର ଯାହା ଘଟୁଛି ସେଟା ରିଅଲ୍ ଲାଇଫ୍ରେ ହିଁ ଦେଖାନ୍ତୁ। ଏମିତି ମାନେ ଗୋଟେ ଠାକୁରଙ୍କୁ ନେଇକି ଆପଣ ଖେଳ ଖେଳୁଛନ୍ତି, ଠାକୁରଙ୍କୁ ନାଚ ବାଲି ବନେଇ ଦେଉଛନ୍ତି, ଏଇଟା ଠିକ୍ କରୁନାହାନ୍ତି। କାଳିଶୀ ଆଉ ଅବତାର ହେଇକି ଠାକୁରଙ୍କ ଚୁଟି, ସହିତ ଠାକୁରଙ୍କ ନାଁ ନେଇ ଆପଣମାନେ ଏତେ ଭୁଲ କାମ କରନ୍ତୁ ନାହିଁ। କାରଣ ନିଜର ଭିଉ ପାଇଁ। ଦେଖନ୍ତୁ, ଦିନ ଏମିତି ଥିଲା ସାରଥୀ ବାବା ବି ଠାକୁରଙ୍କ ନାଁ ନେଇ ବହୁତ କୁକର୍ମ କରି ଚାଲିଥିଲେ। ଦିନ ଥିଲା ସେ ବି ଧରା ପଡ଼ିଲେ, ତାଙ୍କର ବି ପର୍ଦ୍ଦାଫାଶ ହେଲା। ସେ ବହୁତ ପୁରା ମାନେ ଯେତିକି ଉପରକୁ ଯାଇଥିଲେ ବହୁତ ତଳକୁ ଖସିଗଲେ। ତେଣୁକରି ଭଗବାନଙ୍କ ନାଁ ନେଇ କେବେ ବି କାହାକୁ ଠକନ୍ତୁ ନାହିଁ। ସ୍ପେଶିଆଲ ଆମ ଓଡ଼ିଆମାନଙ୍କ ଖେଳ ଜୀବନ ସହିତ ଖେଳନ୍ତୁ ନାହିଁ, ମନ ସହିତ ଖେଳନ୍ତୁ ନାହିଁ। ଆମମାନଙ୍କର ଯେଉଁ ଧାରଣା ଅଛି, ଦେଖନ୍ତୁ, ଆପଣ କହୁଛନ୍ତି ଆମ ପାଖରେ ଆମ ଆମ ତମ ଆପଣ କହିଲେ କି ଆପଣଙ୍କ ଦେହରେ ମା ମଙ୍ଗଳା ଆସୁଛନ୍ତି। ଯେଉଁମାନେ ଭଗବାନଙ୍କୁ ମା ମଙ୍ଗଳାଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ ଆପଣଙ୍କ ପାଖକୁ ଧାଡ଼ି ଛୁଟିଛନ୍ତି। କିନ୍ତୁ ଆପଣ ସତରେ ହୁକୁମ ଦେଉଛନ୍ତି କି ମିଛରେ? ନା ଏଟା ନାଟକ, ନା ଏଟା ଭିଉ ପାଇଁ କେବଳ ଏମିତି ଯାତ୍ରା ଚାଲିଛି? ଏଇଟା ଓନ୍ଲି ଭ୍ୟୁ ପାଇଁ ଯାତ୍ରା ଚାଲିଛି। ପୁଣି ସେଇ ଯେଉଁ ଲୋକଟି ଆପଣଙ୍କ କଥା କହୁଥିବ ଯେ ଭଲ କରିଦେବି କହୁଥିବ, ବିଶ୍ୱାସ କରିଥିବ, ସେ କେତେ ବିଶ୍ୱାସରେ ଆପଣଙ୍କ ପାଖକୁ ଆସିଥିବ? ଯେତେବେଳେ ମଙ୍ଗଳା କହୁଛନ୍ତି ଯେ ଭଲ ହେଇଯିବ ବୋଲି, ସେ କେତେ ବିଶ୍ୱାସ କରିଥିବ? ଜଣଙ୍କ ବିଶ୍ୱାସରେ ଆପଣ ଖେଳନ୍ତୁ ନାହିଁ। ତେଣୁକରି ଭଗବାନ ବୋଲି ଦୁନିଆରେ ଅଛନ୍ତି, ମା ମଙ୍ଗଳା ବି ଦୁନିଆରେ ଅଛନ୍ତି, କିନ୍ତୁ ମାନେ ଠାକୁରଙ୍କୁ ନେଇ ଏମିତି ଖେଳ ଖେଳନ୍ତୁ ନାହିଁ। ଠାକୁରଙ୍କ ନାଁ ନେଇ ମିଛ କୁହନ୍ତୁ ନାହିଁ। ଖାଲି କେଇଟା ଭ୍ୟୁ ପାଇଁ ଆପଣ ଏତେ ତଳକୁ ଖସି ଯାଆନ୍ତୁନି ଆଜ୍ଞା। ସମୟ ଅଛି, ସୁଧୁରି ଯାଆନ୍ତୁ, ନିଜର ଟ୍ୟାଲେଣ୍ଟ ଦେଖାନ୍ତୁ, ବ୍ଲଗକୁ ବି ଭଲ ଭାବରେ କରନ୍ତୁ। ମୁଁ ଦେଖିଥିଲି ଜଣେ ରୋଷ୍ଟର ଭାଇ ପକାଇଥିଲେ ଆପଣଙ୍କର ବିହେଭିଅର ଆପଣଙ୍କ ମା ସହିତ ଭଲ ନୁହେଁ। ଆପଣ ବିହେଭିଅର ଟୋଟାଲି ଭଲ ଲାଗେ ନାହିଁ।
ବୋଲି ସେ ପକେଇଥିଲେ। ଏଇଟା ବାସ୍ତବରେ ମୁଁ ବି ଦେଖିଛି ବିହେଭିଅର ଆପଣଙ୍କ ମାଆଙ୍କ ସହିତ ଭଲ ନୁହଁ, କଥାବାର୍ତ୍ତା ଭଲ ନୁହଁ। ଯିଏ ଆପଣଙ୍କୁ ତିଆରି କରିଛି, ଯିଏ ଦୁନିଆକୁ ଆଣିଛି, ଯାହା ପାଇଁ ଆପଣ ଏତେ ଆମର ବଡ଼ କହିବା ଉଦ୍ଦେଶ୍ୟ ଆପଣମାନେ ସୋସିଆଲ ମିଡ଼ିଆରେ ଅଛନ୍ତି, ସମାଜକୁ କିଛି ନୂଆ ଶିକ୍ଷା ଦିଅନ୍ତୁ ଆଉ ଭଲ ଶିକ୍ଷା ଦିଅନ୍ତୁ। ଆପଣ ମାଆକୁ ଯଦି ଏଇଭଳିଆ ବିହେଭିଅର କରିବାଟା କ'ଣ ଠିକ୍ କି? ବିହେଭିଅର ଏମିତି କରିବା ଠିକ୍ କି? ଯିଏ ସମାଜକୁ ଆପଣ ଆଣିଛନ୍ତି, ନୂଆ ଦୁନିଆ ଦେଖିଛନ୍ତି, ଯାହା ପାଇଁ ଆପଣ ଏପର୍ଯ୍ୟନ୍ତ ରହିଛନ୍ତି, ଯାହା ପାଇଁ ଆଜି ବ୍ଲଗ୍‌ଟେ କରୁଛନ୍ତି, ସିଏ ବା ଆପଣଙ୍କୁ ଭଗବାନ ତୁଲ୍ୟ ମଣିଷ। ସିଏ ହେଉଛନ୍ତି ମା' ବାପା, ସବୁର ମୁଖିଆ, ସବୁ କେତେ କଷ୍ଟ, କେତେ ଜଞ୍ଜାଳ ସହି ସେ ଆମକୁ ବଡ଼ କରିଛନ୍ତି। ତାଙ୍କୁ କ'ଣ ଏମିତି ବିହେଭିଅର କରିବା ଠିକ୍ କି? ଯେଉଁଟାକି ଭୁବନେଶ୍ୱର ମୁଣ୍ଡା ଆପଣଙ୍କ ଇଏରେ ପକାଇଥିଲେ। ମୁଁ ଟିକେ ଜଷ୍ଟ ଦେଖିଥିଲି ଝଲକ, କିନ୍ତୁ ମାଆକୁ ସମ୍ମାନ ଦେଇ ଶିଖିଲେ ଆପଣ ବି ସମ୍ମାନ ପାଇବେ, ଆଉ ଲୋକମାନେ ବି ଭଲ ପାଇବେ। ଏଇଟା ମନେ ରଖନ୍ତୁ। ଦେଖନ୍ତୁ, ଯଦି ଦୁନିଆରେ ଆଗେଇବାର ଅଛି, କିଛି ନାଁ କରିବାର ଅଛି, ତାହେଲେ ନିଜେ ପରିଶ୍ରମ କରନ୍ତୁ, ନିଜର ଭଲ କର୍ମ କରନ୍ତୁ। ଏମିତି ଠାକୁରଙ୍କ ନାଁ ନେଇ ମିଛ କାମ କଲେ ନା, କେବେ ବି ଭଗବାନ ଅନେଇବେ ନାହିଁ କି ଆପଣ କେବେ ବି ଆଗକୁ ଯାଇପାରିବେ ନାହିଁ। ଆଗେଇ ପାରିବେନି କି ନିଜର ବଡ଼ ବଡ଼ ଲୋକଙ୍କୁ ସମ୍ମାନ ନ ଦେଲେ ଆଗକୁ ଯାଇପାରିବେ ନାହିଁ। ମାଆ କ'ଣ ଛୋଟିଆ କଥାରେ ପଡ଼ିଛି? ଯେ ସ୍ରଷ୍ଟା, ଯେ ସୃଷ୍ଟିକର୍ତ୍ତା, ଯାହା ପାଇଁ ଆମେ ବଞ୍ଚିଛୁ, ଯିଏ ଏତେ ଯତ୍ନ ନେଇଛି, ଯାହା ପାଇଁ ଆପଣ ଗୋଟେ ୟୁଟ୍ୟୁବର ହେଇଛନ୍ତି, ତାଙ୍କୁ ଅସମ୍ମାନ କରିବେ ଆଜ୍ଞା ଜମାରୁ ଭଲ ନୁହଁ। ଏଇ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ କହିବି ଯେ ଆଜିଠାରୁ ଆପଣ ସୁଧୁରି ଯାଆନ୍ତୁ, ମାଆକୁ ଆଉ ଏଇଟା ସମ୍ମାନ ଗୋଟେ ଦିଅନ୍ତୁ। ଅନ୍ଧବିଶ୍ୱାସ। ସତରେ କ'ଣ ଠାକୁର କୋଉ ମଣିଷଙ୍କ ଶରୀରରେ ଆସନ୍ତି? ପୁଣି ଏତେ ସମୟ ଧରି ଆସିବେ, ଏତେ ସମୟ ଧରି ଆସିବେ? ସେ କ'ଣ ଏଟା ସମ୍ଭବପର? ଅସମ୍ଭବ। ଗୋଟେ ମାନେ ମିଛ, ଗୋଟେ ଅନ୍ଧବିଶ୍ୱାସକୁ ଆପଣମାନେ ପ୍ରୋତ୍ସାହନ କରୁଛନ୍ତି। ଏଟା ଠିକ କରୁନାହାନ୍ତି। ଲୋକମାନଙ୍କୁ ଭୁତଉଛନ୍ତି। ତା ଭିତରେ ବି କଥା ଶୁଭୁଛି ଯେ ଆପଣଙ୍କ ଯାହା ସାଙ୍ଗରେ ଆପଣ ଯାଇଛନ୍ତି, ସେ କହୁଛନ୍ତି କ'ଣ ନା ଏ ଯେଉଁ ବାଜା ବାଜୁଛି, ଆପେ ଆପେ ଜଣେ କାଳିଶୀ ହେଇଯିବ। ଏଇଟା କ'ଣ କଥା? ଆମେ କ'ଣ ହେଇଯିବୁ? ଆପଣମାନେ ପ୍ରିପେୟାର ହେଇକି ଯାଉଛନ୍ତି, ଯେହେତୁ ନାଚୁଛନ୍ତି, ସେ ବାଜା ବାଜିଲା ମାନେ ଆପଣ ନାଚିଲେ। ଏଇଟା ଭିୟୁ ପାଇଁ ଆପଣ ଏସବୁ ନାଟକ କଲେ, ମଙ୍ଗଳା ହେଇଗଲେ, ମା ମଙ୍ଗଳା ହେଇଗଲେ। ଆପଣ ମା ମଙ୍ଗଳା ବିଷୟରେ କ'ଣ ଜାଣିଛନ୍ତି? ମଙ୍ଗଳାଙ୍କ ବିଷୟରେ ଆପଣ କ'ଣ ଜ୍ଞାନୀ ଅଛି? ମଙ୍ଗଳାଙ୍କ ମନ୍ତ୍ର ଜାଣିଛନ୍ତି? ମଙ୍ଗଳାକୁ କେମିତି ପୂଜା କରିଛନ୍ତି ଜାଣିଛନ୍ତି? ତା ବିଷୟରେ ଆପଣ କିଛି ବି ଜାଣିନାହାନ୍ତି। ଖାଲି ଭିୟୁ ପାଇଁ ଆପଣ ଗୋଟେ ନାଟକ କରୁଛନ୍ତି। ଯଦି ଆପଣ କିଛି ଜାଣିନାହାନ୍ତି, ତାହେଲେ ଆପଣଙ୍କ ଦେହରେ ମଙ୍ଗଳା ଆସିଲେ କେମିତି? ମଙ୍ଗଳା ଆସିଲେ ତେଣୁକରି କେମିତି? ଆମର ଏଠି କହିବା ଉଦ୍ଦେଶ୍ୟ କି ଆପଣ ଏଠି ଗୋଟେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ କରନ୍ତୁ ନାହିଁ, କି ଅନ୍ଧବିଶ୍ୱାସକୁ ନେଇ ସୋସିଆଲ ମିଡ଼ିଆରେ ଏମିତି ହାଇଲାଇଟ୍ କରନ୍ତୁ ନାହିଁ। ଆଉ ସେକେଣ୍ଡ ଜିନିଷ ହେଲା, ଆପଣ ଭଗବାନ କି କୌଣସି ଠାକୁରଙ୍କୁ ନେଇ ଖେଳ ଖେଳନ୍ତୁ ନାହିଁ କି ମିଛ କୁହନ୍ତୁ ନାହିଁ। କାରଣ ଯେଉଁ 4.5 କୋଟି ଓଡ଼ିଆ ରହିଛନ୍ତି ନା, ଭଗବାନଙ୍କୁ ବିଶ୍ୱାସ କରନ୍ତି ବହୁତ। ଆମମାନଙ୍କ ମନରେ ଆଘାତ ଦିଅନ୍ତୁ ନାହିଁ। ଭଗବାନ ବିରୋଧରେ କହିକି ଆଉ ଗୋଟେ କାଳ୍ପନିକ ତିଆରି କରି ମଙ୍ଗଳା ହେଇକି ଆପଣ ଖେଳ ଖେଳନ୍ତୁ ନାହିଁ। ଠାକୁରଙ୍କୁ ନେଇ ଏମିତି ମିଛ କଥା କରନ୍ତୁ ନାହିଁ କି କିଛି ଖରାପ କାମ କରନ୍ତୁ ନାହିଁ, ନହେଲେ ଦିନେ ସାରଥି ବାବା ଭଳିଆ ବି ଆପଣଙ୍କର ଅବସ୍ଥା ହେଇଯିବ। ଆପଣଙ୍କର ଆଜି ମିଲିୟନ ସବସ୍କ୍ରାଇବର ଅଛି, ସେ ମିଲିୟନ ସବସ୍କ୍ରାଇବର ପୁଣି ସେଇ ସବସ୍କ୍ରାଇବର ଥିବ, କିନ୍ତୁ ଭିୟୁ ଆଜ୍ଞା ନଥିବେ। କାହିଁକି ନା ସେ ଠାକୁରମାନେ ବା ସବୁ ତିଆରି କରିଛନ୍ତି। କାରଣ ଦୁନିଆରେ ଭଗବାନ ବୋଲି ଜଣେ ଅଛନ୍ତି। ସେଇମାନେ ବା ତିଆରି କରିଛନ୍ତି ସବୁ କିଛି। ସେଇମାନଙ୍କର ଲୀଳାଖେଳା। ଯଦି ଆଜି ଆପଣ ସବସ୍କ୍ରାଇବର ମିଲିୟନ ହେଇଥାଏ, ମାନେ ସେଇମାନଙ୍କ ପାଇଁ ହେଇଛି। ସେ ଭଗବାନମାନଙ୍କର ଆଶୀର୍ବାଦ ପାଇଁ ହେଇଛି। ହଉ, ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ, ରଖୁଛୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିବେ। ଆଉ ସେ ଯଦି ଆମ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚି ପାରିଲା ଏଟା କ'ଣ ନାଁଟା ତାହେଲେ କ'ଣ? ସୌମ୍ୟା ସୌମ୍ୟା ପାଖକୁ ଏତେ ସେୟାର କରନ୍ତୁ ଯେ ମୁନି ସୌମ୍ୟା ପାଖରେ ଯାଇକି ଭିଡ଼ିଓଟି ପହଞ୍ଚୁ। ପହଞ୍ଚିପାରୁ ଆଉ ସେ ତାଙ୍କ ଭୁଲକୁ ସୁଧାରି ନିଅନ୍ତୁ। ପୁଣି ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖାହବ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର। ନମସ୍କାର।